ସମସ୍ତଙ୍କୁ ରଶ୍ମି ରେଖା କି ଦୁନିଆକୁ ବହୁତ ବହୁତ ସ୍ୱାଗତ। ଜାମ୍ ତ ପିଲାମାନଙ୍କର ବହୁତ ପସନ୍ଦ, ସେଥିପାଇଁ ଆଜି ମୁଁ ଆପଣମାନଙ୍କ ପାଇଁ ଆଣିଛି ଆପେଲ୍ ଜାମ୍, ଯେଉଁଟା ବନେଇବା ପାଇଁ ବହୁତ କମ୍ ସମୟ ଲାଗିଥାଏ। ତେବେ ଚାଲନ୍ତୁ ଜାମ୍ ଷ୍ଟାର୍ଟ କରିବା। ମୁଁ ଏଠି ହାଫ୍ କେଜିର ଆପେଲ୍ ନେଇଛି। ଆଉ ଆପେଲ୍କୁ ଧୋଇକି ଏବେ ତାକୁ ଚୋପା ଛଡ଼େଇ ନେବା। ଏ ରେସିପି ଆପଣ ସମସ୍ତଙ୍କୁ ପସନ୍ଦ ଆସିବ। ପସନ୍ଦ ଆସିଲେ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଆସିଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଦେଖନ୍ତୁ ମୁଁ ସବୁ ଯାକ ଆପେଲ୍କୁ ଚୋପା ଛଡ଼େଇ ତାପରେ ଛୋଟ ଛୋଟ ଖଣ୍ଡ କରିକି କାଟିକି ରଖିଦେଇଛି। ଆଉ ଏବେ କ'ଣ କରିବା, ୟାକୁ ଟିକେ ପାଣି ଦେଇକି ଆମେ ବଏଲ୍ କରିନେବା। ଆପଣ ଯେଉଁଥିରେ ଚାହିଁଲେ ସିଝେଇ ପାରିବେ, ପୁରା କଡ଼େଇରେ ସିଝେଇ ପାରିବେ। ମୁଁ ଏଠି ପ୍ରେସରରେ ଗୋଟେ ହାଲକା ସିଟି ଦେଇ ଦେଉଛି। ଏଇଠି ଦେଖନ୍ତୁ ସିଝିଗଲାଣି। ତାକୁ ଥଣ୍ଡା ହେବାକୁ ଛାଡ଼ିବା। ଥଣ୍ଡା ହେଲା ପରେ ତାକୁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିବା। ଏଇଠି ଦେଖନ୍ତୁ ମୁଁ ବଢ଼ିଆ ସେ ଗ୍ରାଇଣ୍ଡିଙ୍ଗ କରି ନେଇଛି। ଏଠି ମୁଁ 500 ଗ୍ରାମର ଆପେଲ୍ ନେଇଥିଲି, ମୁଁ ଏଠି 300 ଗ୍ରାମର ଚିନି ଦେଇ ଦେଉଛି। ଗ୍ୟାସରେ ବସେଇ ସାରିଲା ପରେ ସବୁବେଳେ ଏମିତି ଘାଣ୍ଟିବେ, ନହେଲେ ତଳ ଲାଗିଯିବ। ଆଉ ଗ୍ୟାସର ଫ୍ଲେମ୍କୁ ଏବେ ଲୋ ଟୁ ମିଡ଼ିୟମ୍ ଇଏରେ ରଖିନେବା। ଏଠି ହେବା ପର୍ଯ୍ୟନ୍ତ ଆମେ ଘାଣ୍ଟିବା। ମୋତେ ଏଠି 30 ମିନିଟ୍ ଭଳିଆ ଲାଗିଥିଲା ଜାମ୍ଟା ପ୍ରସ୍ତୁତ ହେବା ପାଇଁ। ଆଉ ଏ ଜାମ୍ ଖାଇବା ପାଇଁ ବହୁତ ଟେଷ୍ଟ, ବିଲକୁଲ ମାର୍କେଟଠୁ ବି ଆହୁରି ଟେଷ୍ଟ। ବିନା ପ୍ରିଜରଭେଟିଭ୍, ବିନା କେମିକାଲରେ ଆମେ ଏ ଜାମ୍ ବନେଇବା। ଏକୁ ଆମେ ମାସେ ପର୍ଯ୍ୟନ୍ତ ଫ୍ରିଜରେ ରଖିକି ଖାଇପାରିବା। ଏ ଜାମ୍ ପିଲାମାନେ ବହୁତ ପସନ୍ଦ କରିବେ ଖାଇବା ପାଇଁ। ପିଲାମାନଙ୍କ ଖାଇବା ରୁଟି, ପରଟା, ପାଉଁରୁଟି ସବୁଥିରେ ଆପଣମାନେ ପିଲାମାନଙ୍କୁ ଦେଇପାରିବେ। ଆଉ ଏଇଠି ଆମର ଜାମ୍ ହେଇଗଲାଣି। ଆଉ ଏବେ ଗ୍ୟାସକୁ ବନ୍ଦ କରିବା। ଆଉ ଏକୁ ଥଣ୍ଡା ହେବା ପାଇଁ ଛାଡ଼ିବା। ଥଣ୍ଡା ହେଲା ପରେ ତାକୁ ଗୋଟେ ସଫା କାଚ ବଟଲରେ ରଖିନେବା। ଆଗରୁ ମୁଁ ଜାମ୍ ବନେଇଥିଲି। ଆଉ ଯଦି ମୋ ଜାମ୍ ରେସିପି ଆପଣମାନଙ୍କୁ ପସନ୍ଦ ଆସିଲା ନିହାତି କମେଣ୍ଟ ବକ୍ସରେ କମେଣ୍ଟ ଦେବେ। ଆପଣମାନେ ଚାହିଁଲେ କଲର୍ ଦେଇ ନ ପାରନ୍ତି, କଲର୍ ଦେଇଦେଲେ ଟିକେ ଆଖିକି ଭଲ ଦେଖାଯିବ। ଆମର ବିଲକୁଲ ପସନ୍ଦ ହେଇଗଲା ହୋମମେଡ୍ ହେଲ୍ଦି ଆପେଲ୍ ଜାମ୍। ତାକୁ ମୁଁ ସଫା କାଚ ବୋତଲରେ ରଖିନେଉଛି। ଏକୁ ଆମେ ଷ୍ଟୋର୍ କରିକି ମାସେ 1.5 ମାସ ପର୍ଯ୍ୟନ୍ତ ଫ୍ରିଜରେ ରଖିକି ଖାଇପାରିବା। ରହୁଛି, ଜୟ ଜଗନ୍ନାଥ।